मेघमाଳରେ शीघ्र आगमन करुथिबा आम्भମାନଙ୍କ प्रभु जीशु ख्रीष्टଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପରମେଶ୍ୱରଙ୍କ ଅନୁଗ୍ରହରୁ ତାହାଙ୍କର ଜୀବନ୍ତ ବାକ୍ୟକୁ ନେଇ ଆପଣମାନଙ୍କ ନିକଟରେ ଆସିବା ପାଇଁ ୟୁଟ୍ୟୁବ ମାଧ୍ୟମରେ ଆପଣମାନଙ୍କ ସହିତ ପୁନର୍ବାର କଥାବାର୍ତ୍ତା କରିବା ପାଇଁ ସ୍ୱର୍ଗର ପରମେଶ୍ୱର ଏହି ଅପୂର୍ବ ସୁଯୋଗ ପୁଣି ଥରେ ମୋ ଜୀବନରେ ଯୋଗ କଲେ। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ ଦିଏ। ଆପଣମାନଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦିଏ। ଆପଣମାନେ ଆମର ଏହି ସାମୁଏଲ ଖରା ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରିତ ହେଉଥିବା ପ୍ରତ୍ୟେକ ସନ୍ଦେଶକୁ ଆପଣମାନେ ନିୟମିତ ଶୁଣୁଛନ୍ତି। କେବଳ ଶୁଣୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟ ମାଧ୍ୟମରେ ଆପଣମାନେ ଆମ୍ଭମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ସେଥିପାଇଁ ପ୍ରଭୁଙ୍କୁ ମୁଁ ଗୌରବ ଦିଏ। ପରମେଶ୍ୱର ଆପଣ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ଆଜି ମଧ୍ୟ ପ୍ରଭୁଙ୍କ ବାକ୍ୟରୁ ଆମେ ଆଉ ଏକ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଯେଉଁ ପ୍ରସଙ୍ଗରେ ପରମେଶ୍ୱରଙ୍କ ବାକ୍ୟରୁ ଆମେ ଧ୍ୟାନ କରିବା, ସେହି ପ୍ରସଙ୍ଗଟି ଏହିପରି ଅଟେ, ଯୀଶୁଙ୍କ ଜନ୍ମ ସମସ୍ତଙ୍କ ଠାରୁ କାହିଁକି ସମ୍ପୂର୍ଣ୍ଣ ଭିନ୍ନ ଅଟେ। ଆଜିର ପ୍ରସଙ୍ଗ ହେଲା, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ସମସ୍ତଙ୍କ ଠାରୁ କାହିଁକି ସମ୍ପୂର୍ଣ୍ଣ ଭିନ୍ନ ଅଟେ। ଏହି ପ୍ରସଙ୍ଗରେ ଅଳ୍ପ ସମୟ ପରମେଶ୍ୱରଙ୍କ ବାକ୍ୟରୁ ଆମେ କଥାବାର୍ତ୍ତା ହେବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହି ପୃଥିବୀ ପୃଷ୍ଠରେ ଅନେକ ଲୋକ ଜନ୍ମଗ୍ରହଣ କଲେ, ରାଜାମାନେ ଜନ୍ମଗ୍ରହଣ କଲେ, ମହାପୁରୁଷ ମାନେ ଜନ୍ମଗ୍ରହଣ କଲେ, ଗୁରୁମାନେ, ପଣ୍ଡିତମାନେ, ଧନୀ ଲୋକମାନେ, ବଡ଼ ବଡ଼ ଲୋକମାନେ ଜନ୍ମଗ୍ରହଣ କଲେ। କିନ୍ତୁ ଏହି ସମସ୍ତ ଜନ୍ମ ମଧ୍ୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ଅତୁଳନୀୟ ଅଟେ, ସମ୍ପୂର୍ଣ୍ଣ ଭିନ୍ନ ଅଟେ। ତାହାଙ୍କର ଜନ୍ମ ବିଶିଷ୍ଟ ଅଟେ। କାହିଁକି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ସମସ୍ତଙ୍କର ଜନ୍ମ ଠାରୁ ଭିନ୍ନ ଅଟେ? ଆଜି ଆପଣମାନଙ୍କ ନିକଟରେ ମୁଁ ପରମେଶ୍ୱରଙ୍କ ବାକ୍ୟରୁ 5ଟି ବିଷୟ ରଖିବା ପାଇଁ ଚାହେଁ, ଯଦ୍ୱାରା ଆମେ ଜାଣିପାରିବା ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କେଉଁ କେଉଁ ବିଷୟରେ ତାହାଙ୍କର ଜନ୍ମ ଭିନ୍ନ ଅଟେ। ମୁଁ ଆପଣମାନଙ୍କ ନିକଟରେ ପ୍ରଥମ ବିଷୟ ରଖିବା ପାଇଁ ଚାହେଁ। ଆପଣମାନେ ମୋ ସହିତ ମାଥ୍ୟୁ ଲିଖିତ ସୁସମାଚାର 1 ଅଧ୍ୟାୟକୁ ଆସିବେ। ମାଥ୍ୟୁ ଲିଖିତ ସୁସମାଚାର 1 ଅଧ୍ୟାୟ 23 ପଦରେ ଏ ପ୍ରକାର ଲେଖାଗଲା, ଦେଖ, ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ, ଆଉ ଲୋକେ ତାହାଙ୍କ ନାମ ଇମାନୁଏଲ ଦେବେ। ଏହି ନାମର ଅର୍ଥ ଆମ୍ଭମାନଙ୍କ ସହିତ ଈଶ୍ୱର। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏକ ଆଶ୍ଚର୍ଯ୍ୟ ବିଷୟ ଆମେ ଏ ସ୍ଥାନରେ ଦେଖୁଛୁ ଯେ, ଦେଖ, ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ। ପ୍ରିୟମାନେ, ଆମେ ଜାଣୁ ଯେ ଜଣେ କୁଆଁରୀ କନ୍ୟା କେବେ ମଧ୍ୟ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରନ୍ତି ନାହିଁ। ଜଣେ ମହିଳା, ଜଣେ ସ୍ତ୍ରୀ ଯିଏକି ବିବାହିତା, ସେମାନେ ଗର୍ଭବତୀ ହୁଅନ୍ତି, ସେମାନେ ପୁତ୍ର ପ୍ରସବ କରନ୍ତି। ମାତ୍ର ଏହି ସ୍ଥାନରେ ଆମେ ଦେଖୁଛୁ ଯେ ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ଏଥିପାଇଁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏକ କୁଆଁରୀ ଗର୍ଭରେ ସେ ଜନ୍ମ ଗ୍ରହଣ କଲେ। ପ୍ରିୟମାନେ, ଏହି ପୃଥିବୀ ପୃଷ୍ଠରେ ଯେତେ ରାଜାମାନେ, ଯେତେ ପଣ୍ଡିତମାନେ, ଜ୍ଞାନୀମାନେ, ଧନୀମାନେ, ଯେତେ ବଡ଼ ବଡ଼ ଲୋକମାନେ ଯିଏ ବି ହୁଅନ୍ତୁ ନା କାହିଁକି, ସେମାନେ କେହି ମଧ୍ୟ କୁଆଁରୀ ଗର୍ଭରେ ସେମାନେ ଜନ୍ମଗ୍ରହଣ କରିନାହାନ୍ତି। ସମସ୍ତେ ସ୍ୱାମୀ ସ୍ତ୍ରୀର ସହବାସରେ ସେମାନେ ଜନ୍ମଗ୍ରହଣ କଲେ। କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ଏଥିପାଇଁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ସେ କୁଆଁରୀ ଗର୍ଭରେ ସେ ଜନ୍ମଗ୍ରହଣ କଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ନାରୀର ବଂଶରୁ ଆସିଲେ। ଏହି ପୃଥିବୀରେ ଯେତେ ସବୁ ଲୋକ, ଆଜି 800 କୋଟି ଲୋକ ଏହି ପୃଥିବୀରେ ରହୁଛନ୍ତି, ସେଇ ସବୁ ଲୋକମାନେ ସେମାନେ ପୁରୁଷର ବଂଶରୁ ଆସିଲେ, ସ୍ୱାମୀ ସ୍ତ୍ରୀର ସହବାସରୁ ସେମାନେ ଜନ୍ମଗ୍ରହଣ କଲେ। କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ନାରୀର ବଂଶରୁ ଆସିଲେ। ସେଥିପାଇଁ ତାହାଙ୍କର ବଂଶାବଳୀରେ ଯେତେବେଳେ ଲେଖାଯାଉଛି ଯେ, ଆପଣ 16 ପଦ ପଢ଼ିବେ, ମତାନ ଯାକୁବଙ୍କୁ ଜନ୍ମ ଦେଲେ। ମାଥ୍ୟୁ 1 ଅଧ୍ୟାୟ 16 ପଦ, ମତାନ ଯାକୁବଙ୍କୁ ଜନ୍ମ ଦେଲେ। ଯାକୁବ ମରିୟମଙ୍କ ସ୍ୱାମୀ ଯୋସେଫଙ୍କୁ ଜନ୍ମ ଦେଲେ। ଏହି ମରିୟମଙ୍କ ଗର୍ଭରୁ ଯୀଶୁ ଜନ୍ମ ହେଲେ, ତାହାଙ୍କୁ ଖ୍ରୀଷ୍ଟ କୁହାଯାଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହି ସ୍ଥାନରେ ଆପଣ ଯଦି 16 ପଦ ପୂର୍ବରେ ଆପଣ ଯେତେ ପଦ ପଢ଼ିବେ ଯେ ପିତାଙ୍କର ନାଁକୁ ଏହି ସ୍ଥାନରେ କ'ଣ କରାଯାଉଛି, ଉଦ୍ଧୃତ କରାଯାଉଛି, ବାରମ୍ବାର ଲେଖାଯାଉଛି। କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ସମୟରେ ସେ ଯୋସେଫଙ୍କର ନାଁ ଏହି ସ୍ଥାନରେ ଲେଖାଯାଉନାହିଁ। ଯୋସେଫ ଯୀଶୁଙ୍କୁ ଜନ୍ମ ଦେଲେ ଏହି ପ୍ରକାର ଲେଖାଯାଉନାହିଁ।
ମରିୟମଙ୍କ ଗର୍ଭରୁ ଯୀଶୁଖ୍ରୀଷ୍ଟ ଜନ୍ମ ହେଲେ। କାହିଁକି ମାକୁ ଏ ସ୍ଥାନରେ ପ୍ରାଧାନ୍ୟ ଦିଆଯାଉଛି? କାରଣ କୌଣସି ପୁରୁଷର ସହବାସରେ ସେ ଜନ୍ମ ଗ୍ରହଣ କରିନଥିଲେ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଏଥିପାଇଁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ପ୍ରଥମ ବିଷୟ ଯେ ସେ କୁଆଁରୀ ଗର୍ଭରେ ବିନା ସ୍ୱାମୀ ସ୍ତ୍ରୀ ବା ବିନା ସ୍ତ୍ରୀ ପୁରୁଷର ସହବାସରେ ସେ ଜନ୍ମ ଗ୍ରହଣ କଲେ। ଦ୍ୱିତୀୟ ବିଷୟ ମୁଁ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ କାହିଁକି ସମ୍ପୂର୍ଣ୍ଣ ସମସ୍ତଙ୍କ ଠାରୁ ଭିନ୍ନ ଅଟେ। ଲୁକ ଲିଖିତ ସୁସମାଚାର 2 ଅଧ୍ୟାୟ 10 ପଦରେ ଆପଣ ପଢ଼ିବେ, ସେଥିରେ ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ, ଦେଖ ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମ୍ଭମାନଙ୍କୁ ଜଣାଉଛି। ପ୍ରିୟମାନେ, ଏହି ସ୍ଥାନରେ ଲେଖାଯାଉଛି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ କାହିଁକି ସମସ୍ତଙ୍କ ଠାରୁ ଭିନ୍ନ ଅଟେ? କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ପରିବାର ପାଇଁ ଆନନ୍ଦଜନକ ନଥିଲା, ସାହି ପାଇଁ ଆନନ୍ଦଜନକ ନଥିଲା। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ସମଗ୍ର ଜଗତ ନିମନ୍ତେ ଏକ ଆନନ୍ଦଜନକ ଥିଲା। ପ୍ରିୟମାନେ, ଯେତେବେଳେ ଗୋଟେ ପରିବାରରେ ଜଣେ ପୁଅ କିମ୍ବା ଝିଅ ଜନ୍ମ ହୁଅନ୍ତି, ସେହି ପୁଅ ସାହି ପାଇଁ, ଗାଁ ପାଇଁ, ଦେଶ ପାଇଁ ଆନନ୍ଦଜନକ କେବେ ମଧ୍ୟ ହେଇପାରନ୍ତି ନାହିଁ। ସେହି ଯେଉଁ ଜନ୍ମ ଗ୍ରହଣ କଲେ ସେହି ପୁଅ ପରିବାର ପାଇଁ ଆନନ୍ଦଜନକ ହେଇପାରିବେ, ପରିବାର ପାଇଁ ଖୁସିର ବିଷୟ ହେଇପାରିବେ, କିନ୍ତୁ ଜଗତର ପାଇଁ କେହି ମଧ୍ୟ ଆଜି ଯାଏ ଆନନ୍ଦଜନକ ହେଇପାରି ନାହାନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଏଥିପାଇଁ ଭିନ୍ନ ଅଟେ, ଏଥିପାଇଁ ଅତୁଳନୀୟ ଅଟେ, କାରଣ ତାହାଙ୍କର ଜନ୍ମ ସମଗ୍ର ଜଗତ ନିମନ୍ତେ ଆନନ୍ଦଜନକ। କାହିଁକି ଆନନ୍ଦଜନକ? କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ମୁକ୍ତିର ପଥକୁ ସେ ଖୋଲିଦେଲେ, ପାପରୁ ଉଦ୍ଧାରର ପଥକୁ ସେ ଖୋଲିଦେଲେ, ସେ ସ୍ୱର୍ଗର ଦ୍ୱାରକୁ ଖୋଲିଦେଲେ, ଆଉ ସେ ଅନନ୍ତ ଜୀବନର ପଥକୁ ସେ ଖୋଲିଦେଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମ ପରିବାରରେ ଯେତେବେଳେ ପୁଅ ଝିଅ ଜନ୍ମ ହେଉଛନ୍ତି, ଆମ ପରିବାର ପାଇଁ ଆନନ୍ଦଜନକ, ଆମ କୁଟୁମ୍ବ ପାଇଁ ଆନନ୍ଦଜନକ, କିନ୍ତୁ ଜଗତ ପାଇଁ ଆନନ୍ଦଜନକ ନୁହେଁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ସମଗ୍ର ଜଗତ ନିମନ୍ତେ ଆନନ୍ଦଜନକ। ସେଥିପାଇଁ ତାହାଙ୍କର ଜନ୍ମ ସମସ୍ତଙ୍କ ଜନ୍ମ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ମୁଁ ଆପଣମାନଙ୍କୁ ତୃତୀୟ ବିଷୟ କହିବା ପାଇଁ ଚାହେଁ, ସେହି ଲୁକ ଲିଖିତ ସୁସମାଚାର 1 ଅଧ୍ୟାୟ 35 ପଦରେ এই ପ୍ରକାର ଲେଖାଯାଏ। ଲୁକ ଲିଖିତ ସୁସମାଚାର 1 ଅଧ୍ୟାୟ 35 ପଦରେ ଲେଖାଯାଏ, ଦୂତ ତାଙ୍କୁ ଉତ୍ତର ଦେଲେ, ପବିତ୍ର ଆତ୍ମା ତୁମ୍ଭ ଉପରେ ଅବତରଣ କରିବେ ଓ ପରାତ୍ପରଙ୍କ ଶକ୍ତି ତୁମ୍ଭକୁ ଆବରିବେ, ଏଣୁ ଯେ ଜାତ ହେବେ ସେ ପବିତ୍ର ଓ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ସମସ୍ତଙ୍କ ଠାରୁ ସମ୍ପୂର୍ଣ୍ଣ ଏଥିପାଇଁ ଭିନ୍ନ ଅଟେ, କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମରୁ ସେ ପବିତ୍ର ଅଟନ୍ତି, ସେ ସମ୍ପୂର୍ଣ୍ଣ ପବିତ୍ର ଅଟନ୍ତି। ଯଦି ଏହି ପୃଥିବୀ ପୃଷ୍ଠରେ କେହି ପବିତ୍ର ବ୍ୟକ୍ତି ଜନ୍ମଗ୍ରହଣ କରିଥିଲେ ବା ପବିତ୍ର ବ୍ୟକ୍ତି ଯଦି କିଏ ଅଛନ୍ତି ସ୍ୱର୍ଗରେ, ପୃଥିବୀରେ, ସେ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯାହାଙ୍କର ନାମ ଯୀଶୁଖ୍ରୀଷ୍ଟ। ସେହି ଯୀଶୁ ସମ୍ପୂର୍ଣ୍ଣ ଭାବରେ ଜନ୍ମରୁ ପବିତ୍ର ଥିଲେ। ପ୍ରିୟମାନେ, ସମଗ୍ର ମାନବ ଜାତି ଜନ୍ମରୁ ଆମେ ସମସ୍ତେ ପାପୀ ଅଟୁ, କିନ୍ତୁ ଯୀଶୁଖ୍ରୀଷ୍ଟ ସେ ଜନ୍ମରୁ ପବିତ୍ର। ସେଥିପାଇଁ ସାଧୁ ପାଉଲ ଦ୍ୱିତୀୟ କରିନ୍ଥୀୟ 5 ଅଧ୍ୟାୟ 21 ପଦରେ ସେ ଲେଖିଲେ ଯେ ତାହାଙ୍କ ଠାରେ ପାପର ଲେଶ ମାତ୍ର ନାହିଁ। ତାହାଙ୍କ ଠାରେ ଅର୍ଥାତ୍ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରେ ପାପର ଲେଶ ନଥିଲା। ଏହାର ଅର୍ଥ ପ୍ରଭୁ ଯୀଶୁଖ୍ରୀଷ୍ଟ ସମ୍ପୂର୍ଣ୍ଣ ପବିତ୍ର ଅଟନ୍ତି, ସେ ଜନ୍ମରୁ ସମ୍ପୂର୍ଣ୍ଣ ପବିତ୍ର ଅଟନ୍ତି। ମୁଁ ଆପଣମାନଙ୍କ ନିକଟରେ ଚତୁର୍ଥ ବିଷୟ ରଖିବା ପାଇଁ ଚାହେଁ। ମାଥ୍ୟୁ ଲିଖିତ ସୁସମାଚାର 2 ଅଧ୍ୟାୟକୁ ଆସିବେ। ମାଥ୍ୟୁ ଲିଖିତ ସୁସମାଚାର 2 ଅଧ୍ୟାୟ ତାର 2 ପଦରେ ଲେଖାଗଲା, ଯିହୁଦୀ ମାନଙ୍କର ଯେଉଁ ରାଜା ଜନ୍ମଗ୍ରହଣ କରିଅଛନ୍ତି ସେ କେଉଁଠାରେ? କାରଣ ଆମ୍ଭେମାନେ ପୂର୍ବ ଦେଶରେ ତାହାଙ୍କ ତାରା ଦେଖି ତାହାଙ୍କୁ ପ୍ରଣାମ କରିବାକୁ ଆସିଅଛୁ। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମରୁ ରାଜା ଅଟନ୍ତି। କୌଣସି ବ୍ୟକ୍ତି ରାଜାର ପରିବାରରେ ରାଜାର ପୁଅ ଭାବରେ ଯେତେବେଳେ ଜନ୍ମ ହୁଅନ୍ତି, ତାହାଙ୍କୁ ରାଜକୁମାର ବୋଲି କୁହାଯାଏ, ରାଜା ବୋଲି କୁହାଯାଏ ନାହିଁ। ମାତ୍ର ଯୀଶୁଖ୍ରୀଷ୍ଟଙ୍କୁ ରାଜା ବୋଲି କୁହାଯାଉଛି, କାରଣ ସେ କୌଣସି ରାଜାର ପୁଅ ନୁହନ୍ତି, ସେ ସ୍ୱୟଂ ରାଜା ଅଟନ୍ତି, ସେ ଜନ୍ମରୁ ରାଜା ଅଟନ୍ତି। ସେହି ରାଜା ଆମ ଜୀବନରେ ସେ ରାଜ୍ୟ କରିବା ପାଇଁ ଚାହାନ୍ତି, ମଣ୍ଡଳୀରେ ସେ ରାଜତ୍ୱ କରିବା ପାଇଁ ଚାହାନ୍ତି, ଆମ ପରିବାରର ରାଜା ହେବା ପାଇଁ ସେ ଚାହାନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସୁ ଏହିପରି ସମୟରେ ଆମର ଯେ ରାଜାମାନଙ୍କ ରାଜା, ତାହାଙ୍କୁ ଆମ ହୃଦୟରେ ଜାଗା ଦେବା, ପରିବାରରେ ଜାଗା ଦେବା, ମଣ୍ଡଳୀରେ ଜାଗା ଦେବା, ଆଉ ଆମେ ତାହାଙ୍କ ରାଜତ୍ୱରେ
ଆମେ ମଧ୍ୟ ତାହାଙ୍କର ସହିତ ଆମେ ରାଜ୍ୟ କରିବା। ପ୍ରଭୁଙ୍କର ଗୌରବ ହଉ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଜନ୍ମରୁ ରାଜା ଅଟନ୍ତି। ରାଜକୁମାର ମାନେ ଯେତେବେଳେ ଜନ୍ମ ହୁଅନ୍ତି, ସେମାନେ ଯେତେବେଳେ ବାପାଙ୍କର ମୃତ୍ୟୁ ହେଇଯାଏ, ସେହି ରାଜକୁମାରକୁ ଯେତେବେଳେ ରାଜ ସିଂହାସନରେ ବସେଇ ଦିଆଯାଏ, ସେମାନେ ସେତେବେଳେ ତାଙ୍କୁ ରାଜା ବୋଲି କୁହାଯାଏ। କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଜନ୍ମରୁ ରାଜା ଅଟନ୍ତି। ସେଥିପାଇଁ ତାହାଙ୍କର ଜନ୍ମ ସମସ୍ତଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ପଞ୍ଚମ ବିଷୟ ଆଉ ଶେଷ ବିଷୟ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ। ମାଥ୍ୟୁ ଲିଖିତ ସୁସମାଚାର 1 ଅଧ୍ୟାୟ 21 ପଦରେ ଏ ପ୍ରକାର ଲେଖାଗଲା, ସେ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। ପ୍ରଭୁଙ୍କର ଗୌରବ ହଉ। ପ୍ରିୟମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ଏଥିପାଇଁ ସମ୍ପୂର୍ଣ୍ଣ ଭିନ୍ନ ଅଟେ, କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପାପୀ ମାନଙ୍କୁ ପରିତ୍ରାଣ କରିବା ପାଇଁ ସେ ଜନ୍ମ ଗ୍ରହଣ କଲେ। ତାହାଙ୍କର ଜନ୍ମ ପାପୀ ମାନଙ୍କୁ ବିନାଶ କରିବା ପାଇଁ ନୁହେଁ, ଅଧର୍ମ, ଦୁଷ୍ଟାଚାରୀ, ମନ୍ଦରେ ଅଭିଳାଷରେ ବଞ୍ଚୁଥିବା ଲୋକମାନଙ୍କୁ ବିନାଶ କରିବା ପାଇଁ ନାହିଁ। ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ପାପରେ ଥିବା ଲୋକମାନଙ୍କୁ ପରିତ୍ରାଣ କରିବା ପାଇଁ। ଯୀଶୁ ନାମର ଅର୍ଥ ହେଲା ପରିତ୍ରାଣକର୍ତ୍ତା। ସେଥିପାଇଁ ପାପରେ ମନ୍ଦତାରେ ଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ତାହାଙ୍କର ଜନ୍ମ। ସେଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଥମ ବିଷୟ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଏଥିପାଇଁ ଭିନ୍ନ ଅଟେ, ସେ କୁଆଁରୀ ଗର୍ଭରେ ଜନ୍ମ ଗ୍ରହଣ କଲେ। ଦ୍ୱିତୀୟ ବିଷୟ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଏଥିପାଇଁ ସମ୍ପୂର୍ଣ୍ଣ ସମସ୍ତଙ୍କ ଠାରୁ ଭିନ୍ନ ଅଟେ, କାରଣ ତାହାଙ୍କର ଜନ୍ମ ସମସ୍ତ ମାନବ ଜାତି ବା ସମଗ୍ର ଜଗତ ନିମନ୍ତେ ଆନନ୍ଦଜନକ। ତୃତୀୟ ବିଷୟ ହେଲା, ତାହାଙ୍କର ଜନ୍ମ ଏଥିପାଇଁ ସମସ୍ତଙ୍କ ଠାରୁ ଭିନ୍ନ ଅଟେ, କାରଣ ଯୀଶୁ ଜନ୍ମରୁ ପବିତ୍ର ଅଟନ୍ତି। ଚତୁର୍ଥ ବିଷୟ ହେଲା, ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଏଥିପାଇଁ ସମଗ୍ର ମାନବ ଜାତିର ଜନ୍ମ ଠାରୁ ଭିନ୍ନ ଅଟେ, କାରଣ ଯୀଶୁଖ୍ରୀଷ୍ଟ ଜନ୍ମରୁ ରାଜା ଅଟନ୍ତି। ପଞ୍ଚମ ବିଷୟ ହେଲା, ଯୀଶୁଙ୍କର ଜନ୍ମ ଏଥିପାଇଁ ସମସ୍ତଙ୍କ ଜନ୍ମ ଠାରୁ ଭିନ୍ନ ଅଟେ, କାରଣ ଯୀଶୁଖ୍ରୀଷ୍ଟ ପାପୀ ମାନଙ୍କୁ ବିନାଶ କରିବା ପାଇଁ ନ ଆସି ପାପୀ ମାନଙ୍କୁ ଉଦ୍ଧାର କରିବା ପାଇଁ ତାହାଙ୍କର ଜନ୍ମ ଗ୍ରହଣ ହେଲା। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ